ବହିର ନାମ ଅଜୟ ଅଜସ୍ର। ଗାଳ୍ପିକ ଅଜୟ ସ୍ୱାଇଁ, ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ଗଳ୍ପ ବୋଉର ଗୀତ ଖାତା। ଏଇ ଗାଁ ଶେଷରେ ଗୋଟିଏ ସହର ଅଛି, ବେଶ୍ ବଡ଼ ସହର। ସହରରେ ଅଛି 4ଟା ସିନେମା ହଲ୍, ଫଟୋ ଉଠା ପାଇଁ 3ଟା ଷ୍ଟୁଡିଓ, ଗୋଟିଏ ଆଧୁନିକ ଧାନ ଗବେଷଣା କେନ୍ଦ୍ର ଓ ବହୁ ଦୋକାନ ବଜାର, 2ଟା ସାପ୍ତାହିକୀ ହାଟ। ଏକଥା ବୋଉକୁ ଜଣା ନଥାଏ। ବୋଉର ସେହି ସହରରେ କିଛି କାମ ପଡ଼େନି। ସେ 2 ଦାଣ୍ଡି ଘର, ଅଗଣା, ତୁଳସୀ ଚଉରା, ହାଣ୍ଡିଶାଳ, ଶୁଆପଞ୍ଜୁରୀ, ଗାଈ ଗୁହାଳ ପାଖେ ପାଖେ ଥାଏ ଓ କ୍ରମଶଃ ବୁଢ଼ୀ ହେଉଥାଏ। ବୋଉ ବୁଢ଼ୀ ପରି ଦେଶେନା। 12 ମାସରେ 13 ବ୍ରତ କରୁଥାଏ। କାଉ କା ନ କରୁଣୁ ନଈରେ ଗାଧାଏ। ମାଣବସା ଗୁରୁବାରରେ ଲକ୍ଷ୍ମୀପାଦ ଚିତା ଆଙ୍କେ, ମୁରୁଜ ପକାଏ, ଝୋଟି ଆଙ୍କେ, ଛୁଞ୍ଚିପତ୍ର ପିଠା କରେ। ଜେଜେଙ୍କର ଗୋଡ଼ ଘଷେ। ଜେଜେମାର ପାରାଲିସିସ୍ ହାତରେ ମହାମାସ ତୈଳ ମାଲିସ କରେ। ଗରମ ବାମ୍ଫ ସେକ ଦିଏ। ଆମ ପାଇଁ ଆଳୁ ଚଟଣି ଓ ଛୋଟ ମାଛ ପତ୍ରପୋଡ଼ା କରେ। କେବେ ଥକେ ନା, ଥକିଯାଏ ନା। ମୁଁ ଯଦି କହେଁ, ଏତେ କାମ ନଈ ନଈ କରୁଛୁ, ଚଞ୍ଚଳ ଅଣ୍ଟା ଭାଙ୍ଗିଯିବ, ତୁ ବୁଢ଼ୀ ହେଇଯିବୁ, ବୋଉ ହସେ। କହେ, ତୁ ବାହା ହେଲେ ତୋ ବୋହୂ ଆସିଲେ ମୁଁ ଆରାମରେ ବସି ଖାଇବି। ମୋର ତତ୍କ୍ଷଣାତ୍ ବାହା ହେବାକୁ ଇଚ୍ଛା ହୁଏ। ଏକଥା କହିବାରୁ ବୋଉ ହସି ହସି କହେ, ବଡ଼ ଚାକିରି କର। ବୋଉର ଥାଏ ଗୋଟିଏ ଠାକୁର ଘର। ସେ ଘରେ 50ରୁ ବେଶୀ ଦେବାଦେବୀ ଚନ୍ଦନ ଚର୍ଚ୍ଚିତ ହୋଇ ଶୋଭା ପାଉଥାନ୍ତି। ବୋଉ ଦିନକୁ 2 ଥର ଫଟୋ ସବୁ ପୋଛେ, ଫୁଲ ଦିଏ, ଝୁଣା ଗୁଗୁଳ ଧୂପ ଦିଏ। କଣ ସବୁ ଗୁଣୁଗୁଣୁ ହୋଇ ମନ୍ତ୍ର ପଢ଼େ ଓ ଢୁ ଢୁ କରି ମୁଣ୍ଡ ପିଟେ। ମୁଁ ହସିକି ପଚାରେ, କଣ ମାଗୁଛି ଏତେ? ସେ କହେ, ତମମାନଙ୍କର ସମସ୍ତଙ୍କର ମଙ୍ଗଳ। ବେଳେବେଳେ ବୋଉ ମାନସିକ କରେ, ବାଁ ହାତରେ ଖାଏ। ଆମେ ପଚାରିବାରୁ କଥା ବାଁରେଇ ଦେଇ କହେ, ଡାହାଣ ହାତରେ ଫୋଟକା ହେଇଛି ତ। ବାପା ହସନ୍ତି, କହନ୍ତି, ବାୟାଣୀଟେ, କଣ ତା ମନେ ହେଇଛି କରୁଛି। ଘରର କିଛି ଆପଦ ବିପଦ ପଡ଼ିଲେ ସେ ଠାକୁର ଘରେ ପଶେ ଓ ତା ଭାଷାରେ ଠାକୁରଣୀମାନଙ୍କୁ ଗୁହାରି କରେ। ତାର ଯୁକ୍ତି ହେଲା ଯେ, ମୁଁ ତାରି ପୂଜା ଯୋଗୁଁ ମାଟ୍ରିକ ପାସ୍ କଲି। ତାରି ପୂଜା ଯୋଗୁଁ ବଡ଼ ଭଉଣୀର ଭଲ ଘରେ ବାହାଘର ହେଲା ଓ ବାପାଙ୍କର ପେଟ ମରା ଆପେ ଆପେ ଭଲ ହେଇଗଲା। ସବୁ କଥାରେ ଆମଠୁ ବେଶୀ ବ୍ୟସ୍ତ ବୋଉ ହିଁ ହୁଏ। ଅଥଚ ଆମେ ବ୍ୟସ୍ତ ହେଲା ବେଳକୁ ତାର ବ୍ୟସ୍ତତା ହିଁ ମୋଟେ ନଥାଏ। ଆମର ବ୍ୟସ୍ତତା ଦେଖି ସେ ଢଗ ମେଲେ। ଡର କାହାକୁ, ଭୟ କାହାକୁ, ଠାକୁର ଅଛନ୍ତି ଚଉବାହାକୁ। ବୋଉର ଏକାନ୍ତ ନିଜସ୍ୱ ଗୋଟେ ଜିନିଷ ଥାଏ। ସେଇଟା ହେଲା ଗୋଟେ ଟିଣ ବାକ୍ସ। ସବୁବେଳେ ସେଥିରେ ଗୋଟିଏ ଟିପା ତାଲା ପଡ଼ିଥାଏ। ମୁଁ ଥରେ ପଞ୍ଚମରେ ପଢ଼ୁଥିଲା ବେଳେ ସେ ତାଲାଟିକୁ ଲୁଚେଇ ଖୋଲିଲା ବେଳେ ବୋଉ ହାବୁଡ଼ରେ ପଡ଼ିଥିଲି। ବୋଉ ମୋର କାନକୁ ମୁଡ଼ି ଗୋଟେ ଚଟକଣି ଦେଇ କହିଥିଲା, ଖବରଦାର ଟୋକା, ଏ ବାକ୍ସରେ ହାତ ଦେବୁ ତ ଦେଖିବୁ। ଏଡ଼େ ମେଞ୍ଚଡ଼ ଟୋକା ଖଣ୍ଡେ, ତୋର ଏଠି ସେଠି ହାତ ନ ମାରିଲେ କଣ ଭାତ ହଜମ ହଉନି? ମୁଁ କଲେଜ ପଢ଼ିଲା ଯାଏଁ ବି ବୋଉର ଟିଣ ବାକ୍ସଟି ଥିଲା ମୋ ପାଇଁ ରହସ୍ୟମୟ। ମୁଁ ପଢ଼ିବା ପାଇଁ ବାହାରେ ରହିଲି ଓ କ୍ରମଶଃ ବୋଉର ଟିଣ ବାକ୍ସକୁ ଭୁଲିଗଲି। ମଝିରେ ମଝିରେ ଛୁଟିରେ ଯେବେ ଘରକୁ ଆସେ, ଦେଖେ ବୋଉ ସେଇ ବାକ୍ସରୁ ବାହାର କରେ କାକୁଡ଼ି, କଖାରୁ, ଜହ୍ନି ମଞ୍ଜି। ଦିନେ ସେଥିରୁ ଗୋଟିଏ ଡେଉଁରିଆ ବାହାର କରି ମୋ ହାତରେ ବାନ୍ଧି ମୋତେ କହିଲା, କେତେ ଖରା ତରାରେ ବୁଲୁଛୁ, କେତେ ଡାହାଣୀ ଚିରୁଗୁଣିଙ୍କର ନଜର ପଡ଼ିଥିବ, ଏଇଟାକୁ ହାତରେ ସଦାସର୍ବଦା ବାନ୍ଧିଥିବୁ, ହେଲା। 82 ମସିହା ବନ୍ୟାରେ ଯେବେ ଆମ ଗାଁର ଉପରମୁଣ୍ଡେ ଘାଇ ଭାଙ୍ଗିବ ହେଲା, ବୋଉ ସେ ଟିଣ ବାକ୍ସଟା ଧରିକି ବସିଲା। ସେଇଦିନ ମୋର ଧାରଣା ହେଲା ଯେ ବୋଉ ବୋଧେ ତା ଭିତରେ ବହୁ ସୁନାରୂପା ସାଇତିକି ରଖିଛି। ଆମର ଜଣେ ବାବାଜୀ ମାମୁଁ ଥିଲେ। ସେ 18 ବର୍ଷ ବୟସରୁ ବାବାଜୀ ହେଇଯାଇଥିଲେ। କେତେବେଳେ କାକଟପୁରରେ ତ କେତେବେଳେ ପୁରୀରେ, କେତେବେଳେ କୋଣାର୍କରେ ସେ ରହୁଥିଲେ। ତାଙ୍କର ସ୍ଥାୟୀ ଆଶ୍ରମ ନଥିଲା। ଆମ ଘରକୁ ସେ ଅନେକ ସମୟରେ ଆସୁଥିଲେ। ଆସିଥିବା ବେଳେ ଆଣୁଥିଲେ କାକଟପୁର ପାନ, କୋଣାର୍କ ନଡ଼ିଆ, ପୁରୀ ମଗଜ ଲଡୁ। ସେଥିପାଇଁ ବୋଉ ତାଙ୍କୁ ଭଲ ପାଉଥିଲା। ମୋର ପଢ଼ାଘର ସେଇବେଳେ ବାବାଜୀ ମାମୁଙ୍କର ଅସ୍ଥାୟୀ ଆଶ୍ରମ ପାଲଟୁଥିଲା। ବାବାଜୀ ମାମୁଁ ମୋ ପଢ଼ା ଟେବୁଲ ଉପରେ ଜଗନ୍ନାଥ ମଙ୍ଗଳାଙ୍କର ଫଟୋ ଥୋଇ ପୂଜା କରୁଥିଲେ। ତାଙ୍କର ପ୍ରିୟ ଚେଲା ଥିଲା ଆମ ଗାଁର ଗଞ୍ଜଡ଼ ମୂଷା ରାଉତ। ସଞ୍ଜ ବେଳକୁ ଗଞ୍ଜେଇ ଟଣା ହେଉଥିଲା। ମୁଁ ବିରକ୍ତ ହୋଇ ବୋଉକୁ କହିଲେ, ବୋଉ କହୁଥିଲା, ସେ ବାବାଜୀ ଲୋକ, ତାଙ୍କର ମୋହମାୟା କଣ? ତାଙ୍କର ଗଞ୍ଜେଇ ଭଲ ତ ସେ ଭଲ। ଦେଖୁନୁ ତୋ
Sample complete. Ready to continue?